ଲଗାଣ ବର୍ଷା ମଧ୍ୟରେ ଜଳେଶ୍ୱର ବ୍ଲକ ନେତୁଆ ପଞ୍ଚାୟତ ଅନ୍ତର୍ଗତ କପାସୁଦା ଗାଁରେ ଘଟିଛି ଏକ ହୃଦୟ ବିଦାରକ ଅଘଟଣ। ଗତକାଲି ରାତି ପ୍ରାୟ 9:30 ସମୟରେ ଗଙ୍ଗାଧର ଜେନାଙ୍କ 2 ମହଲା ମାଟି ଘର ବର୍ଷାରେ ହଠାତ୍ ଭାଙ୍ଗି ପଡ଼ି ପଡ଼ୋଶୀ କାହ୍ନୁଚରଣ ଜେନାଙ୍କ ଆଜବେଷ୍ଟ ଘର ଉପରେ ପଡ଼ିଥିଲା। ଫଳରେ ଘର ଭିତରେ ଥିବା 2 ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ରାଧିକା ଜେନା 65 ବର୍ଷ ଏବଂ ଜ୍ୟୋତିପ୍ରକାଶ ସ୍ୱାଇଁ 18 ବର୍ଷ। ସେହିପରି ନନ୍ଦିନୀ ସ୍ୱାଇଁ 18 ବର୍ଷ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ସମୟରେ ପ୍ରବଳ ବର୍ଷା ହେଉଥିବାରୁ ମାଟି ଘରଟି ଦୁର୍ବଳ ହୋଇ ହଠାତ୍ ଭୁଶୁଡ଼ି ପଡ଼ିଥିବା କୁହାଯାଉଛି। ଘର ଭାଙ୍ଗି ପଡ଼ିବାର ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ପରେ ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଧ୍ୱଂସାବଶେଷ ମଧ୍ୟରୁ ଲୋକଙ୍କୁ ଉଦ୍ଧାର କରିଥିଲେ। ସମାଜସେବୀ ଘର କମାର୍ସିଆଲ ନେତୁଆ ଗ୍ରାମ ପଞ୍ଚାୟତ ଜଳେଶ୍ୱର ବ୍ଲକ କାନ୍ଥପୋଡ଼ି 2 ଜଣଙ୍କ ମୃତ୍ୟୁ ଖବର ଆସିଛି, କ'ଣ କହିବେନି? କାଲି ନେତୁଆ ଗ୍ରାମ ପଞ୍ଚାୟତର କପାସୁଦା ଗ୍ରାମରେ ରାତ୍ରି 9:30 ସମୟରେ ଗୋଟେ ଅଭାବନୀୟ ଘଟଣା ଘଟିଛି, ଯାହାକି ଅନବରତ ବର୍ଷା ପାଣି ଏବଂ ବନ୍ୟା ପାଇଁ ଗଙ୍ଗାଧର ଜେନାଙ୍କର ଘର 2 ତାଲା ମାଟି ଘର ଭୁଶୁଡ଼ି, ଯିଏକି ଜ୍ୟୋତିପ୍ରକାଶ ସ୍ୱାଇଁ 18 ବର୍ଷର ମୃତ୍ୟୁବରଣ କରିଛି ଏବଂ ତାଙ୍କ ଆଈ ମଧ୍ୟ ମୃତ୍ୟୁବରଣ 65 ବର୍ଷରେ ମୃତ୍ୟୁବରଣ କରିଛନ୍ତି। ଅତ୍ୟନ୍ତ ଏହା ଦୁଃଖଦାୟକ ଘଟଣା। ତା ମା ହେଉଛି ସଞ୍ଚିତା ସ୍ୱାଇଁ। କଲିକତା ବାବୁବାଡ଼ିରେ ପରିଶ୍ରମ କରି ବାବୁବାଡ଼ିରେ କାମ କରି କମରଦା କଲେଜରେ +2 ପରୀକ୍ଷା ଦେଇଥାନ୍ତା ପିଲାଟା ବହୁତ ଭଲ ପିଲା ଥିଲା। ତେଣୁ ସେ ମୃତ୍ୟୁବରଣ ଖବର ପାଇ ତା ମା ଭଉଣୀ ସବୁ ଭାଙ୍ଗି ପଡ଼ିଛନ୍ତି। ଏ ଅଭାବନୀୟ ଯେଉଁ କ୍ଷତି ହେଲା, ଏ ହେଉଛି ସରକାରଙ୍କର ଅବହେଳା ଯୋଗୁଁ। ପାଣି ବାରମ୍ବାର ବର୍ଷା ପାଣି ନିଷ୍କାସନ ହୋଇପାରୁନାହିଁ। ତା ଫଳରେ ନେତୁଆ ପଞ୍ଚାୟତ ସବୁବେଳେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ଏବେ ବି ଦେଖିବେ, ଚାଲନ୍ତୁ, ବନ୍ୟା ଘେରରେ 2ଟା ସାହି କମାରସାଳିଆ, ଆରିନଗା, ଶାହପୁର, ବାଉଁଶବଣୀ, କପାସୁଦା, ଝକାପଡ଼ିଆ ସବୁ ଏବେ ବି ମଧ୍ୟ ପାଣି ଘେରରେ ଅଛନ୍ତି। ତେଣୁ ମୁଁ ସରକାରଙ୍କ ଠାରେ ନିବେଦନ କରୁଛି, ଇଏ ଯେହେତୁ ୱେଷ୍ଟବେଙ୍ଗଲରୁ ଉଦ୍ଭୂତ ପାଣି କିଭଳି ନିଷ୍କାସନ ହୋଇପାରିବ ଏବଂ ଯେଉଁ ସଞ୍ଚିତା ସ୍ୱାଇଁର ପୁଅ ଜ୍ୟୋତିପ୍ରକାଶ ସ୍ୱାଇଁ ଏବଂ ତାଙ୍କର ଯେଉଁ ଆଈ 65 ବର୍ଷର ମୃତ୍ୟୁବରଣ କଲେ, ସରକାରଙ୍କ ଠାରେ ବିନମ୍ର ନିବେଦନ କରୁଛି, ତୁରନ୍ତ ତାଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେଲେ ତା ପରିବାରଟା ଆପାତ ବଞ୍ଚିଯିବ। ରେସ୍କ୍ୟୁ କରିଥିଲୁ, ପଟାପଟି ଯାଇଥିଲେ, ଯେହେତୁ ପାଣି ହେଇଯାଇଥିଲା ତ ସେ 2 ଜଣ ତ କାର୍ଯ୍ୟାଳୟ ଦେଇଛନ୍ତି, ତାଙ୍କୁ ଆଣିକି ଇନକ୍ୱେଷ୍ଟ କରିକି ତାଙ୍କର ଆମର ଡେଡ୍ ବଡି ଇନକ୍ୱେଷ୍ଟ ହେଇଛି। ତାପରେ ଆମେ ସେ ଯେଉଁ ଆଉ ଗୋଟେ ଝିଅଟା ତାର ଟ୍ରିଟମେଣ୍ଟ ପାଇଁ ଚାଲିଛି, ତାକୁ ଡକ୍ଟର ରେଫର କରିଛନ୍ତି, ବାଲେଶ୍ୱର ରେଫର କରିଛନ୍ତି। ଆଉ ପୋଷ୍ଟମର୍ଟମ୍ ବି ସେ 2 ଜଣଙ୍କର ସରିଛି। ଏବେ ତାଙ୍କର ଯେଉଁ କ୍ରିମେସନ୍ ପାଇଁ ଆମର ଯେଉଁ ହରିଚନ୍ଦ୍ର ସହାୟତା ଅଛି, ଜଣକୁ 3,000, 3,000, 6,000 ଦିଆହେଇଛି। ବ୍ଲକ୍ ତରଫରୁ ବି ଦେଇଛୁ, ଆଉ 4,000 ଟଙ୍କା ଦେଇଛୁ ପୋଡ଼ାପୋଡ଼ି କରିବା ପାଇଁ। ତାପରେ ଆମେ ସେ ପିଲା ସହିତ କଥା ହେଇଛି, ସେ ମାଉସୀ ଏକ୍ସପାର୍ଟ କରିଛନ୍ତି, ତାଙ୍କ ପୁଅ ଅଛନ୍ତି, ତାଙ୍କ ସହିତ ମୁଁ କଥା ହେଇଛି। ତାଙ୍କର ରାସନ ଫାସନ ଯାହା ବି କ'ଣ ଦରକାର ଅଛି, ସେ କହୁଥିଲେ ଗୋଟେ ପଲିଥିନ୍ ବି ଦରକାର ଅଛି, ପଲିଥିନ୍ ବି ଆମେ ଯୋଗାଇ ଦେବୁ। ଆଉ ରାସନ ବି ଆମେ ତାଙ୍କୁ ଘରେ ପହଞ୍ଚେଇଛୁ। ରାତି ସମୟରେ ବର୍ଷା ଓ ଅନ୍ଧାର ମଧ୍ୟରେ ଉଦ୍ଧାର କାର୍ଯ୍ୟ ଚାଲିଥିବାରୁ ଘଟଣାସ୍ଥଳରେ ଆତଙ୍କ ଓ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଏହି ଦୁଃଖଦ ଘଟଣାରେ କପାସୁଦା ଗାଁ ସମେତ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। 2 ଜଣଙ୍କୁ ହରାଇ ପରିବାର ଲୋକେ ଭାଙ୍ଗି ପଡ଼ିଥିବା ବେଳେ ଗୁରୁତର ନନ୍ଦିନୀଙ୍କ ଚିକିତ୍ସାକୁ ନେଇ ପରିବାର ଓ ସମ୍ପର୍କୀୟମାନେ ଚିନ୍ତାରେ ଅଛନ୍ତି। ଖବର ପାଇ ପଞ୍ଚାୟତର ସମାଜସେବୀ ରଞ୍ଜିତ ହୋଇ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଅନୁଧ୍ୟାନ କରିଥିଲେ। ସେ ବିଡିଓ ଓ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ମୃତକଙ୍କ ପରିବାରକୁ ସରକାରୀ ନିୟମ ଅନୁଯାୟୀ ତୁରନ୍ତ କ୍ଷତିପୂରଣ ଏବଂ ଆହତ ନନ୍ଦିନୀଙ୍କ ଉତ୍ତମ ଚିକିତ୍ସା ପାଇଁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି। ବର୍ଷା ଦିନରେ ଦୁର୍ବଳ ମାଟି ଘରଗୁଡ଼ିକର ସୁରକ୍ଷାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି। ଏଭଳି ବିପଦପ୍ରବଣ ଘରଗୁଡ଼ିକର ସରକାରୀ ସ୍ତରରେ ଯାଞ୍ଚ କରାଯାଇ ଆବଶ୍ୟକ ସହାୟତା ଓ ସୁରକ୍ଷିତ ଆଶ୍ରୟ ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ବ୍ୟୁରୋ ରିପୋର୍ଟ, ପ୍ରଦେଶ ବାର୍ତ୍ତା ନ୍ୟୁଜ୍।